ତାପରେ ଶିବ ଭଗବାନ କହିଲେ ନାରଦ ବହୁତ ଶିକ୍ଷିତ ତମେ ମାନେ ନାଇଁ ଜାନି ସେ ଖବର ଆମର ନିକେ ଆନସନ୍ ଆମେ ସେ ପୃଥିବୀ ଲୋକ 3 ଲୋକର ଖବର ପାଇ ପାରସୁଁ ଆଉ ତୁମେ ତାହାକୁ ହଇରାଣ କର ବୋଲେ ଛାଡିବେ କେ ସେ ତାପରେ କୁହାହେଲା ଇନ୍ଦ୍ର କେ ପବନ କେ କୁହାହେଲା ତୁମେ ନାରଦ କେ ଖୋଜି କରି ଆନ ସେମାନେ ଖୋଜି 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 ଅଥା ଗଲେ ଦେଖିଲେ ଯେ ଗଙ୍ଗା ନଦୀର କୂଲେ ନାରଦ ଗାଧୁଛନ୍ ବୀଣାକେ ଥୁଇ ଦେଇଛନ୍ ତାପରେ ପବନ ଜୋର ସେ ବହିଲେ ତ ବୀଣା ବାଇଲା ବୀଣା ଯେନ୍ତା ବାଇଲା କି ନାରଦ ରହି ନାଇଁ ପାରିଲେ ଯାହା ବି ହଉ ତାଙ୍କର ବୀଣା ତ ନାରାୟଣ ନାରାୟଣ ଡାକସି ସେ ଦୌଡ଼ି ଆସିଲେ ସେ ସ୍ୱର କଲେ ଏ ପୁଅ ମୁଇଁ ତ ବିଷ୍ଣୁଙ୍କର ନାଁ ବି ନାଇଁ ନେବାର ବହୁତ ଦିନ ହେଇଗଲା ସେ ଯେନ୍ତା ବୀଣା ଉଠାଲେ ତ ସେନ ଉଭା ହେଲେ ଇନ୍ଦ୍ର ଆଉ ପବନ କହିଲେ ହେ ନାରଦ ଚାଲ ତମକୁ ଦେବପୁରନ ଡାକରା ଆସିଛି ନାରଦ ଜାନୁଛନ୍ ତାଙ୍କର କାରନାମା ଲାଗି ହିଁ ତାହାକୁ ଡକରା ପଡିଛେ ତାପରେ ସେ ଭାବରେ ମୁଇଁ ତ ଦେବଲୋକ କେ ହିଁ ଯିବାର ଥିଲା ମୋର ତମର ଆଉ ଏଇ ପଥର କିଛି କାମ ନାଇଁନ ସେ ବୀଣା ଧରିଲେ ନାରାୟଣ ନାରାୟଣ କଲେ ଆଉ 3 ପଥରକେ ଗଙ୍ଗା ନଦୀକେ ଫିକି ଦେଲେ ସେ ଯେତେବେଳେ ପହଞ୍ଚିଲେ ଦେବଲୋକକେ ସମସ୍ତେ ତାହାକୁ ସ୍ୱାଗତ କରୁଛନ୍ ଆଉ ବ୍ରହ୍ମା ବିଷ୍ଣୁ ମହେଶ୍ୱର କହିଲେ ହେ ନାରଦ ତୁମର ଏତିକି ବୁଦ୍ଧିମାନ କେହି ନାଇଁନ ଦୁନିଆ ଥିନ୍ ତ ତୁମେ ହିଁ ଦେବର୍ଷି ଆଉ ତୁମେ ହିଁ ମହର୍ଷି ତ ସେଥିର୍ଲାଗି ନାରଦକୁ ସବୁଠାରୁ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ଋଷି ବୋଲି କୁହାଯାଏସି ତ ଏଇ କଥାନିର କହିବାର ଅର୍ଥ ଥିଲା ଆମେ ଯଦି ବୁଦ୍ଧି ଅଛେ ଆମ ପାଖେ ଆମେ ଯଦି ବୁଦ୍ଧିମାନ ହଉଁ ତ ଆମକୁ କେନ୍ସି ବିପଦ ଆମକୁ ହରେଇ ନାଇଁ ପାରେ ତ ଆମର ବୁଦ୍ଧି ଖଟାମା ଆଉ ଆମର ଅସୁବିଧାକେ ସାମ୍ନା କର୍ମା ଆଉ ଆମେ ବିଚଳିତ ହେଇକରି ଯଦି ଆମେ ହାର ମାନିଦେମା ତ ଆମର ଅସୁବିଧା ଆମର ଉପରେ ଆହୁରି ଦାଉ ସାଧବା ତ ବୁଦ୍ଧିକେ ସମ୍ମାନ ଦେମା ଆଉ ନିଜର ବୁଦ୍ଧି ତିନ ବାଟ ଚାଲମା ଯଦି ଭଲ ଲାଗିଲା ଆପଣମାନେ ଲାଇକ୍ ସେୟାର କରିକରି ମୋତେ ସପୋର୍ଟ କରିବେ ଜୁହାର ଜୟ ମା ସମଲେଇ।